ସେତେବେଳେ ଏତିକି କହିଲେ ଯେ ଯଦି ଆପଣମାନେ କେହି ଦୋଷ କରିନାହାନ୍ତି ଆପଣଙ୍କ ନାଁରେ ଯାହା ବି ଯେକୌଣସି କେସ୍ ଯିଏ କଲେ ବି ଆପଣଙ୍କ ଉପରେ କୌଣସି ପ୍ରକାର ଆକ୍ସନ ହେବ ନାହିଁ। ଆପଣମାନେ ନିରବର ସହିତ ଶାନ୍ତି ବଜାୟ ରଖନ୍ତୁ ଗାଁରେ କୌଣସି ପ୍ରକାରର ଝଗଡ଼ାଝାଟି କରନ୍ତୁ ନାହିଁ ଯୋଉଟା କି ଆମେ ପାଳନ ଶାନ୍ତି ସାହୁ ଆମ ଗାଁର ହରିଜନ ସାହିର ଲୋକମାନେ ଆମ ଚଷାମାନଙ୍କୁ ମାରପିଟ କଲେ। ତାପରେ ସେମାନେ ନିଜେ ନିଜେ ଯାଇ ତାଙ୍କ ସାହିରେ ଘର ପୋଡି ଦେଇ ଆମ ଲୋକମାନଙ୍କ ନାଁରେ କେସ୍ ଦେଇଛନ୍ତି। ଯୋଉ କେସ୍ ଦେଇଛନ୍ତି ସେଇଥିପାଇଁ ଆମମାନେ ଆସିଛୁ। ଆମ ଲୋକମାନଙ୍କୁ ସେମାନେ କେସରେ ଢୁକେଇବେ ବୋଲି କହୁଛନ୍ତି। ଆମେ ଏଇ ସବୁ ଶାନ୍ତି ଶୃଙ୍ଖଳା ପାଇଁ ଆମେ ଆସିଛୁ। ଦୀପାବଳି ଦିନ ହେଇଥିଲା ସନ୍ଧ୍ୟାରେ। ଆଜ୍ଞା ଛୋଟ ପିଲାଟେ ରାସ୍ତାର ଏପଟ ସେପଟକୁ ଗଲା ବେଳକୁ ସେ ପିଟି ଦେଲା ଯେ ଆମ ଲୋକମାନେ କଣ ପାଇଁ ପିଟୁଛୁ ବୋଲି କହିଲାରୁ ସେମାନେ ତାଙ୍କ ସାଇଡ ଯାକ ସମସ୍ତେ ଯାକ ମାରପିଟ ପାଇଁ ତଡ଼ିଆ ହେଲେ। ସେଠୁ ଏମାନେ ସମସ୍ତେ ଯାକ କହିଲେ କଣ ପାଇଁ ଗଣ୍ଡଗୋଳ କରୁଛ ବୋଲି। ସେ ସେଇଥିପାଇଁ ମାରପିଟ କରିକିନା ନିଜେ ନିଜେ ଯାଇକିନା ତାଙ୍କ ଘର ପୋଡି ଦେଲେ। ଘର ପୋଡି ଦେଲା ପରେ ସେମାନେ ଆସିକିନା କେସ୍ ଦେଇଛନ୍ତି ଆମ ମାନଙ୍କ ନାଁରେ। ଆମେ ଶାନ୍ତି ଚାହୁଁଛୁ। ମୋ ନାଁ ରୀନା ସାହୁ। ଘଟଣା କଣ ଗଛାତି ସହିତ ଆମ ଚାଷ ମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ବିନା ଦୋଷରେ। ସବୁ କଥାରେ ସେ ମାନେ ମୁଣ୍ଡ ଖେଳଉଛନ୍ତି ଆମର। ଆଉ ଆମ ମାନଙ୍କୁ ବହୁତ ହଇରାଣ ବି କରୁଛନ୍ତି। ଏବେ ବି ଆମେ ଆସିଲା ବେଳକୁ ମାନେ ଗଛାଇତର 3 ଜଣ ପୁରୁଷ ଆମକୁ ପୁରା ପଛେଇ ପଛେଇକି ଅନେଇ ପୁରା ଯାଇଛନ୍ତି। ଆମେ ଏକା ଆସିଥିଲୁ 3 ଜଣ ଆସିଥିଲୁ। ବହୁତ ହଇରାଣ କରୁଛନ୍ତି। ଆମେ ଚାହୁଁଛୁ ଆମର ଶାନ୍ତି ଦରକାର। ଘଟଣା ତ ଏମିତି ମୁଁ ବିଶେଷ କିଛି ଜାଣିନଥିଲି। ତାପରେ ଯାହା ଜାଣୁଛି ଛୋଟ ଛୁଆକୁ ନେଇକି ଏମିତି ହେଇଛି ଆଉ। ଆଉ ବିନା କାରଣରେ ସେ ଘର ଗୋଟେ ଝୁମ୍ପୁଡିଟେ ପୋଡି ଦେଇକି ମାନେ ଆମ ଛୋଟ ପିଲାମାନଙ୍କ ନାଁରେ ବି କେସ୍ କରୁଛନ୍ତି। ଆମେ ଚାହୁଁଛୁ ଶାନ୍ତି ଆଉ ଏ କେସକୁ ସେ ପ୍ରତ୍ୟାହାର କରୁନାହାନ୍ତି। ନା ଅକ୍ଷୟ କୁମାର ସାମନ୍ତରାୟ ମୁଁ ସାବଡ଼ା କମିଟିର ପ୍ରେସିଡେଣ୍ଟ ଅଛି। ଏଟା କଣ ହେଇଛି ଦୀପାବଳି ଦିନ ବାଣ ଫୁଟାଉଥିଲେ ଛୋଟ ପିଲାମାନେ ଯାହା ଫଳରେ କି ଆମ ଅଶୋକବନ ସାହିର ଜଣେ ବ୍ୟକ୍ତି ଯାଉଥିବା ବେଳେ ବାଣ ଫୁଟିଲା ସମୟରେ ଯାଉଥିଲେ ଯୋଉଟା କି ସେ ଛୋଟ ପିଲାଟେ ଯୋଉ ବାଣ ଫୁଟଉଥିଲା ତାଙ୍କୁ ଗାଡି ରଖି କିଛି ଅସଦା ଆଚରଣରେ ବ୍ୟବହାର କଲେ। ଯାହା ଫଳରେ କି ତାଙ୍କ ବାପା ଯୋଉ ପାଖରେ ଥିଲେ ଛୋଟ ପିଲାଟିର ସେ ଆସିଲେ ୟାଙ୍କ ସହିତ ଯୁକ୍ତି ତର୍କ ହେଲା ଏମାନେ ଡିସକସନ କିଛି କଲେ ଠେସା ପେଲା ହେଲେ। ତାପରେ ସେ ଅଶୋକବନ ସାହିର ଯୋଉ ଭାଇ ଜଣ ଥିଲେ ସେ ଗଲେ ହେରି ତାଙ୍କ ସାହିକୁ। ତାପରେ ତାଙ୍କ ସାହି ଗୋଛାତ ସାହିରୁ 40-50 ଜଣ ଲୋକ ଫିରି ଆସିଲେ। ଆସିଲା ପରେ ତାଙ୍କ ସାହିରେ ପଶିକି ଗୋଟେ ଯୋଉ 3-4 ଜଣ ଥିଲେ ତାଙ୍କୁ ପିଟା ପିଟି କଲେ। ତାପରେ ସେମାନେ ପଳେଇଗଲେ। ତାପରେ ଫିରି ଯେତେବେଳେ ଏଇ ଜିନିଷଟା ହେଲା ତାଙ୍କ ସାହିରୁ କିଛି ଲୋକ ଗଲେ 40-50 ଜଣ ଯାଇକି ଆମର ପ୍ରଧାନ ସାହିରୁ କିଛି ଲୋକ ଅଲଗା ସାହି ଲୋକମାନେ ଯାଇ ତାଙ୍କ ସହିତ ସେମିତି ସେମ ଜିନିଷ ସେ ପାଟିତୁଣ୍ଡ କାହିଁ ତମେ ଆସିକି ମାରିଲ ପିଟିଲ ପଚାରିବା ପାଇଁ ଗଲେ। ଏତିକି ହଉଛି ଜିନିଷ। ଯୋଉ ଜିନିଷଟା କି ଆକ୍ଚୁଆଲି ଗୋଟେ ଗାଁ ଭିତରେ ଡିସକସନ ହେଇକି ସମାପ୍ତ ହେଇଯିବା କଥା। ଆଚ୍ଛା ୟା ପୂର୍ବରୁ ଡିସକସନ ଯେତେବେଳେ ମିଟିଂ ଥିଲା ଗାଁରେ ସେତେବେଳେ କନକ ନ୍ୟୁଜ ବାଲା ଆସିଥିଲେ। କନକ ନ୍ୟୁଜ ବାଲା ଯେତେବେଳେ ଆସିଲେ ଗାଁ ପ୍ରେସିଡେଣ୍ଟ ସ୍ଥିର କଲେ ଯେ ଆମେ କୌଣସି ପ୍ରକାର ବାଇଟ ଦେଇକି କେସକୁ ବଢେଇବା ନାହିଁ। ଯାହା ହେଇଛି ଗାଁ ଭିତରେ କଣ ଗୋଟେ ହେଇଛି ଶାନ୍ତି ପୂର୍ବକ ଆମେ ଚିନ୍ତା କରିବା। ଚିନ୍ତା କରି ଏଇଟା ସମାଧାନ କରିବା। ଯଦି ଯିଏ ବ୍ୟକ୍ତି ଦୋଷ କରିଛି ସେଟାକୁ କଣ ତା ପାଇଁ ଆମେ ଗାଁର ବିଚାର କରିବା। ଗାଁର କମିଟି ଅଛି ଗାଁର ସଭାପତି ଅଛନ୍ତି ଏତେ ବଡ ଗାଁ ତ ଏଇଟା ଗୋଟେ ଆଲୋଚନା କରିକି ପ୍ରପର ୱେରେ ସଲ୍ୟୁସନଟା କରିଦେବା। କଣ ହେଲା କନକ ନ୍ୟୁଜକୁ କୌଣସି ପ୍ରକାର ବାଇଟ ଦିଆଗଲା ନାହିଁ। ତ କନକ ନ୍ୟୁଜ ବାଲା ସେମ ଟାଇମରେ ସେମାନେ ହରିଜନ ସାହିକି ଆମର ଯାଉଛନ୍ତି। ସେଠିକି ଯାଇ ସେ ଭାଇ ମାନଙ୍କର ବାଇଟ୍ସ ନେଇଛନ୍ତି। ଯୋଉଟା କି ଘର ପୋଡି ଦେଇଛନ୍ତି ତାଙ୍କୁ ମାରିଛନ୍ତି ପିଟିଛନ୍ତି ବହୁତ ପ୍ରକାର ନ୍ୟୁଜ ସେମାନେ ବଜୁଛନ୍ତି। ଲୋକମାନେ ଦେଖିକି ଏଇ ନ୍ୟୁଜ ଟାକୁ ବହୁତ ଉତ୍ତ୍ୟକ୍ତ ହେଇଛନ୍ତି। କାହିଁକି ନା ଯୋଉ ଜିନିଷଟା ସତ ସେଇଟା ସତ ମିଛଟାକୁ ଆପଣ 100 ଥର ବଜେଇଲେ ବି ସେଇଟା ହବନି। ତେଣୁ ଏଇ ଯୋଉ ଜିନିଷ ଯୋଉ ପରିସ୍ଥିତି ହେଇଛି ୟା ପାଇଁ କନକ ନ୍ୟୁଜ ଦାୟୀ। ତମେ ଯେତେବେଳେ ଆସୁଛ ଗୋଟେ ପ୍ରପର ଜିନିଷଟେ ଦେଖ ପ୍ରପର ଇନଭେଷ୍ଟିଗେସନ କର। କଣ ପାଇଁ ଯଦି କୌଣସି ଗାଁର ଜଣେ ପ୍ରେସିଡେଣ୍ଟ ମନା କରୁଛନ୍ତି ଯେ ଆମେ ବାଇଟ ଦବୁ ନାହିଁ ତାର କାରଣ ହଉଛି ଏଇଆ ଯେ ଶାନ୍ତି ଶୃଙ୍ଖଳା ହିସାବରେ ଯେକୌଣସି ଜିନିଷ ଯାହା ଘଟିଛି ସେଇଟାକୁ କେମିତି ଆମେ ସମାଲୋଚନା କରିକି ସମାପ୍ତ କରିବେ। ଜିଲ୍ଲାପାଳଙ୍କ ପାଖରେ ଆମେ ଯେତେବେଳେ ଆମ ଦାବିପତ୍ର ଦେଇଛୁ ଜିଲ୍ଲାପାଳ ଆମ ଦାବିପତ୍ର ସ୍ୱୀକାର କରିଛନ୍ତି। ଜିଲ୍ଲାପାଳଙ୍କ ସାଙ୍ଗେ କଥା ହେଲା ପରେ ଆମେ ବହୁତ ଖୁସି ଅଛୁ। ଜିଲ୍ଲାପାଳ ଏତିକି କହିଲେ ଯେ ଯଦି ଆପଣମାନେ କେହି ଦୋଷ କରିନାହାନ୍ତି ଆପଣଙ୍କ ନାଁରେ ଯାହା ବି ଯେକୌଣସି କେସ୍ ଯିଏ କଲେ ବି ଆପଣଙ୍କ ଉପରେ କୌଣସି ପ୍ରକାର ଆକ୍ସନ ହବ ନାହିଁ। ଆପଣମାନେ ନିରବର ସହିତ ଶାନ୍ତି ବଜାୟ ରଖନ୍ତୁ ଗାଁରେ
କୌଣସି ପ୍ରକାରର ଝଗଡ଼ାଝାଟି କରନ୍ତୁ ନାହିଁ, ଯୋଉଟାକି ଆମେ ପାଳନ କରିବୁ। ଆଉ ଝଗଡ଼ାଝାଟି କିଛି କରିବୁ ନାହିଁ ଯେ ପର୍ଯ୍ୟନ୍ତ ଆମେ ଆଉ ଏଇ ଯୋଉ କେସ୍ଟି ସମାପ୍ତ ନ ହେଇଛି ବା କେବେ ବି କରିବେନି। ଆମେ ଚାହୁଁଛୁ ଆମ ଗାଁରେ ଶାନ୍ତି ଦରକାର, ଶାନ୍ତି ହିଁ ଦରକାର ଆକ୍ଚୁଆଲି। ପ୍ରପର ୱେରେ ଇନଭେଷ୍ଟିଗେସନ୍ ହଉ, ଦୁଇ ପକ୍ଷର ସବର୍ଣ୍ଣ ଅସବର୍ଣ୍ଣ ଲୋକମାନଙ୍କୁ ଠିକ୍ ଉପଯୋଗୀ ନ୍ୟାୟ ମିଳୁ। ଯେମିତି ଗାଁରେ ଉଭୟ ପକ୍ଷ ଆଗରୁ ରହୁଥିଲେ ସେଇଭଳି ଏବେ ରୁହନ୍ତୁ। ତେଣୁ ଗାଁରେ ଗୋଟେ ପିସଫୁଲ୍ ମାହୋଲ ଦରକାର। କୌଣସି ପ୍ରକାର ପୋଲିସ ପ୍ରଶାସନରୁ ହଉ ବା ନ୍ୟୁଜ୍ ମାଧ୍ୟମରୁ ହଉ କୌଣସି ପ୍ରକାର ପଲିଟିକାଲ ଲୋକ ପଶିକି ସେଠି ଶାନ୍ତି ଭଙ୍ଗ ନ କରନ୍ତୁ ବା କୁମୁଣ୍ଡ ଗାଁରେ ଅଶାନ୍ତ ନ କରନ୍ତୁ। ଯଦି କୁମୁଣ୍ଡ ଗାଁ ଅଶାନ୍ତ ହେବ, ଯଦି କାହାର କିଛି କ୍ଷୟକ୍ଷତି ହେଲା, କୌଣସି ନା ନ୍ୟୁଜ୍ ବାଲା ନା ପୋଲିସ ପ୍ରଶାସନ ନା କେହି ଦାୟୀ ହେବେନି। ଦାୟୀ କିଏ ହେବ ନା କୁମୁଣ୍ଡ ଗାଁ, ତାହାର ଲୋକସାନ ହେବ। ତେଣୁ ଏଇଟାକୁ ପ୍ରପର ୱେରେ ଇନଭେଷ୍ଟିଗେସନ୍ କରିକି କେସ୍କୁ ଆଗକୁ ନ ବଢ଼େଇକି କେମିତି ସଫ୍ଟ ୱେରେ ସମାପ୍ତ ହେଇପାରେ ସେଇଟା କରନ୍ତୁ। ସେତିକି ଆମର ଆକ୍ଚୁଆଲି ରିକ୍ୱେଷ୍ଟ ପ୍ରଶାସନକୁ ଆଉ ଆପଣ ମିଡ଼ିଆ ଭାଇମାନଙ୍କୁ ବି। କୌଣସି ପ୍ରକାର ନ୍ୟୁଜ୍କୁ ବଢ଼ାवा ଦେଇକି ବଢ଼େଇ ଚଢ଼େଇକି ନ କୁହନ୍ତୁ। ଯୋଉଟା ଯାହା ହେଇଛି ପ୍ରପର ୱେରେ ଇନଭେଷ୍ଟିଗେସନ୍ କରିକି ତାକୁ ସମାପ୍ତ କରନ୍ତୁ।